ଆଜିର ପ୍ରସଙ୍ଗ ବିଷୟ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସନ୍ତୋଷ କୁମାର ସାହୁ। ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ମହତ୍ୱାକାଂକ୍ଷୀ ତଥା ଆହ୍ୱାନପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ନାମରେ ଏହି ଯୋଜନା ଗତ 2014 ଅଗଷ୍ଟ 28 ତାରିଖରୁ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହି ଯୋଜନା ଏକ ଦଶନ୍ଧି ପୂରଣ କରିଛି। ଏହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଆର୍ଥିକ ସୁଫଳ ସିଧାସଳଖ ବ୍ୟାଙ୍କ ଜମାଖାତା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ଦ୍ରୁତ, ନିରନ୍ତର ତଥା ସ୍ୱଚ୍ଛ ଭାବରେ ଆର୍ଥିକ ସୁଫଳ ଏହାର ପ୍ରକୃଷ୍ଟ ହିତାଧିକାରୀ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନାକୁ ପ୍ରଣୟନ କରାଯାଇଥିଲା। ପ୍ରତ୍ୟେକ ପରିବାର ପାଇଁ ଅତି କମ୍ରେ ଗୋଟିଏ ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତା ଏହି ଯୋଜନା ଅଧୀନରେ ସୁନିଶ୍ଚିତ କରାଯାଉଛି। ଏଥିପାଇଁ ଜମାଖାତାରେ ସର୍ବନିମ୍ନ ଅର୍ଥ ଜମା ରଖିବାର ଆବଶ୍ୟକ ନଥାଏ। ସାଧାରଣ ଜମା ଆକାଉଣ୍ଟ ଭଳି ଏହା କାର୍ଯ୍ୟକାରୀ ହୋଇଥାଏ। ସେହି ଜମା ଆକାଉଣ୍ଟକୁ 6 ମାସ ବ୍ୟବହାର କରିବା ପରେ ହିତାଧିକାରୀ 5,000 ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ପାଇଁ ରୂପେ କାର୍ଡ ପାଇଥିବା ହିତାଧିକାରୀଙ୍କ ଲାଗି ଦୁର୍ଘଟଣା ବୀମା ବାବଦରେ 1 ଲକ୍ଷ ଟଙ୍କା ଏବଂ 30,000 ଟଙ୍କାର ଜୀବନ ବୀମା ସୁବିଧା ରହିଛି। ଗତ 2018 ଅଗଷ୍ଟ 28 ତାରିଖ ପରେ ଖୋଲାଯାଇଥିବା ନୂତନ ଆକାଉଣ୍ଟ ରୂପେ କାର୍ଡ ଧାରୀଙ୍କ ପାଇଁ ଦୁର୍ଘଟଣାଜନିତ ବୀମା ରାଶି 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ବ୍ୟାଙ୍କ ଜମାଖାତା ଅର୍ଥ ଉପରେ ସୁଧ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିଶେଷ ସହାୟକ ହୋଇଛି। ଭାରତୀୟ ମହିଳାଙ୍କର ସଞ୍ଚୟ କ୍ଷମତା ଅଧିକ ରହିଥାଏ ଏବଂ ସମୟକ୍ରମେ ଏହାଦ୍ୱାରା ସମ୍ପୃକ୍ତ ପରିବାରଗୁଡ଼ିକ ପାଇଁ ଆର୍ଥିକ ନିରାପତ୍ତା ମଧ୍ୟ ବୃଦ୍ଧି ପାଇବ। ସେହିଭଳି ଜାତୀୟ ସଞ୍ଚୟ ହାର ମଧ୍ୟ ଏହାଦ୍ୱାରା ତ୍ୱରାନ୍ୱିତ ହୋଇଥାଏ। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଏକ ଫଳପ୍ରଦ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ପ୍ରଧାନମନ୍ତ୍ରୀ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା, ଅଣୁ କ୍ଷୁଦ୍ର ଉଦ୍ୟୋଗ ବିକାଶ ଏବଂ ମୁଦ୍ରା ଯୋଜନାର ଅର୍ଥ ସିଧାସଳଖ ଭାବେ ଏହି ଆକାଉଣ୍ଟରେ ପ୍ରଦାନ କରାଯାଇଥାଏ। ଗତ 14 ତାରିଖ ସୁଦ୍ଧା ଦେଶରେ ଜନଧନ ଜମାରାଶି ପରିମାଣ 2,31,000 କୋଟି ଟଙ୍କା ହୋଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟା 53 କୋଟି 13 ଲକ୍ଷରେ ପହଞ୍ଚିଛି। ସେଥିମଧ୍ୟରେ ପାଖାପାଖି 30 କୋଟି ମହିଳା ହିତାଧିକାରୀ ଅଛନ୍ତି। ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ 67% ଜମାଖାତା ଖୋଲାଯାଇଛି। ବିଶ୍ୱର ଏହି ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାରେ ଗତ 2015 ମାର୍ଚ୍ଚ ସୁଦ୍ଧା 14 କୋଟି 72 ଲକ୍ଷ ଜମାଖାତା ଖୋଲାଯାଇଥିଲା। 2015ରୁ 2024 ମଧ୍ୟରେ ଜନଧନ ଖାତାର ଜମାରାଶି 15,607 କୋଟି ଟଙ୍କାକୁ ବୃଦ୍ଧି ପାଇ 2,31,236 କୋଟି ଟଙ୍କାରେ ପହଞ୍ଚିଛି। 36 କୋଟି 14 ଲକ୍ଷ ହିତାଧିକାରୀଙ୍କୁ ରୂପେ କାର୍ଡ ବଣ୍ଟନ କରାଯାଇଛି। କୋଭିଡ ମହାମାରୀ ସମୟରେ ଏହି ଯୋଜନା ଅନ୍ତର୍ଗତ ଜମାଖାତାଗୁଡ଼ିକର ଉପଯୋଗିତା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। କେନ୍ଦ୍ର ସରକାର ସିଧାସଳଖ ଭାବେ ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ଏହି ଜମାଖାତା ମାଧ୍ୟମରେ ପ୍ରଦାନ କରିଥିଲେ। 3ଟି ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ 8,10,000 କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଥିଲା। ଏହି ଯୋଜନା ଯେକୌଣସି ଆର୍ଥିକ ଅନୁଷ୍ଠାନକୁ ମୁକ୍ତ ବ୍ୟାଙ୍କିଂ ଏବଂ ଗ୍ରାହକ ସମ୍ମତି ଆଧାରିତ ତଥ୍ୟ ପ୍ରଦାନ କରିବାରେ ସୁବିଧା ଯୋଗାଇ ଦେଇଛି। ଅଧିକ ଜମାଖାତା ଥିବା ଅଞ୍ଚଳଗୁଡ଼ିକରେ ଫିନ୍ଟେକ୍ ନେତୃତ୍ୱରେ ଋଣ ଅଭିବୃଦ୍ଧି ମଧ୍ୟ ଅଧିକ ଦେଖିବାକୁ ମିଳିଛି। ଶସ୍ତା ଏବଂ ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳଗୁଡ଼ିକରେ ଏହା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ଲାଭକୁ ତୁଳନାତ୍ମକ ଭାବରେ ଦେଖିଲେ ଏଥିରେ ଯଥେଷ୍ଟ ତଥ୍ୟଭିତ୍ତିକ ପ୍ରମାଣ ମଧ୍ୟ ମିଳିଥାଏ। ଖୁବ୍ କମ୍ ସମୟ ମଧ୍ୟରେ ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ସଫଳତାପୂର୍ବକ କାର୍ଯ୍ୟକାରୀ ହୋଇପାରିଛି। ଦେଶର ଆର୍ଥିକ ବିକାଶକୁ ଏଭଳି ଯୋଜନା ଅଧିକ ତ୍ୱରାନ୍ୱିତ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବ୍ୟାଙ୍କ ଜମାଖାତା, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ ଋଣ ସମେତ ସାର୍ବଜନୀନ, ସୁଲଭ ଓ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରିବାରେ ଏହି ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଯୋଜନାର 10ମ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିତାଧିକାରୀ ଏବଂ ଯୋଜନାକୁ ସଫଳ ରୂପାୟନରେ ସହଯୋଗ ପ୍ରଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ, କର୍ମଚାରୀ ଏବଂ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଜନତା, ବିଶେଷ କରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି। ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି।